କିଛି ଦିନ ତଳେ ଉପଜିଲ୍ଲାପାଳ ଭାବରେ ଜଏନ୍ କରିଥିଲେ ରାଜୀବ ଲୋଚନ। ଜିଲ୍ଲାର କିଛି ଅଫିସରଙ୍କୁ ଛାଡ଼ିଲେ ତାଙ୍କୁ ଆଉ କେହି ବି ଚିହ୍ନି ନଥିଲେ। ଦିନେ କାମ ସାରି ସେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଟାଉନ ଥାନା ଅତିକ୍ରମ କରୁ କରୁ ସେ କାହାର ଚିତ୍କାର ଶୁଣିପାରିଲେ। ଗାଡ଼ି ଅଟକାଇ ସେ ଚାରିଆଡ଼କୁ ଅନେଇଲେ। ଆଉ ଯାଇକି ଯେମିତି ଟାଉନ ଥାନା ପଛ ପାଖକୁ ପହଞ୍ଚିଛନ୍ତି, ସେ ବିକଳ ଚିତ୍କାର ଶୁଣି ତାଙ୍କ ମୁଣ୍ଡ ଗୋଳମାଳ ହୋଇଗଲା। ସେ ଗାଡ଼ି ବୁଲାଇ ଥାନା ଭିତରକୁ ଗଲେ। ତାଙ୍କୁ ଥାନାରେ କେହି ବି ଚିହ୍ନି ନଥିଲେ। ସେ ଗେଟ୍ ଖୋଲି ସିଧା ଡ୍ୟୁଟି ଅଫିସର ପାଖରେ ପହଞ୍ଚିଗଲେ। କହିଲେ, ସାର୍, ମୁଁ ଥାନା ପଛ ପାଖ ଦେଇ ଯାଉଥିଲି। କାହାର ଗୋଟେ ଚିତ୍କାର ଶୁଭୁଛି, ଦୟାକରି ଦେଖନ୍ତୁ। କାହାର କିଛି ଅସୁବିଧା ହୋଇଛି ବୋଧେ। ସେଠୁ ଡ୍ୟୁଟି ଅଫିସର ତାଙ୍କୁ ଗାଢ଼େଇକି ଅନେଇଲେ। ଆଉ ଜଣେ କନେଷ୍ଟବଳଙ୍କୁ ଡାକିକି କହିଲେ, କ୍ୟାରେ, ତମମାନଙ୍କୁ କହିଥିଲି ତାକୁ ଏମିତି ଜାଗାରେ ମାର ଯେ ଯେମିତି ତା ପାଟି କାହାକୁ ଶୁଭିବନି। ହେଲେ ତମେ ମାନେ କରୁଛ କ'ଣ? ତା ପାଟି ଶୁଣି ଏ ବାବୁ ଆଜି ମୋତେ କମ୍ପ୍ଲେନ କରୁଛନ୍ତି। ତମମାନଙ୍କ ହାତରେ କିଛି ବି ହେବନି। ଏହା କହିକି ସେ ନିଜେ ଯାଇ ଜଣେ ଲୋକକୁ ଥାନା ପଛପଟରୁ ଘୋଷାରି ଘୋଷାରି ଆଣିଲେ। ଯେମିତି ସେ ଲୋକ ଜଣକ ଉପଜିଲ୍ଲାପାଳଙ୍କୁ ଦେଖିଛି ଚିଲେଇବାରେ ଲାଗିଲା। କହିଲା, ବାବୁ ମୋତେ ବଞ୍ଚାନ୍ତୁ, ନହେଲେ ଏମାନେ ମୋତେ ବାଡ଼େଇ ବାଡ଼େଇ ମାରିଦେବେ। ମୁଁ କିଛି ବି ଦୋଷ କରିନି। ଏମାନେ ମୋତେ ଜବରଦସ୍ତି ଫସାଇବା ପାଇଁ ଚାହୁଁଛନ୍ତି। ଏତିକି କହିଛି କି ନା ଜଣେ କନେଷ୍ଟବଳ ତା ମୁହଁକୁ ଜୋତାରେ ନିର୍ଧୁମ ମାରିବା ଆରମ୍ଭ କରିଦେଲା। ଦେଖିକି ଉପଜିଲ୍ଲାପାଳଙ୍କର ହୋସ ଉଡ଼ିଗଲା। ସାଙ୍ଗେ ସାଙ୍ଗେ ସେ ଯାଇ କନେଷ୍ଟବଳଙ୍କୁ ଠେଲିଦେଲେ। ଆଉ କହିଲେ, ତମେ ମଣିଷ ନା ଆଉ କ'ଣ? ସେ ଲୋକକୁ ଏମିତି ମାରୁଛ କ'ଣ? ଏତିକିରେ ଡ୍ୟୁଟି ଅଫିସରଙ୍କର ରାଗ ଯେମିତି ପଞ୍ଚମକୁ ଉଠିଗଲା। ସେ ନିଜ ସିଟ୍ରୁ ଉଠି ଆସି ସିଧା ଉପଜିଲ୍ଲାପାଳଙ୍କୁ ଚାପୁଡ଼ା ମାରିବାକୁ ହାତ ଉଠାଇଲେ। ଉପଜିଲ୍ଲାପାଳ ସାର୍ ପୋଲିସ ବାବୁଙ୍କର ହାତ ଧରି ପକେଇଲେ। ଡ୍ୟୁଟି ଅଫିସରଙ୍କର ରାଗ ଆହୁରି ବଢ଼ିଗଲା। କହିଲେ, ହୋ ବାବୁ, ତମେ କିଏ? ଥାନା ଭିତରକୁ ରାତି ଅଧରେ ବସି ପୋଲିସ କାମରେ ବାଧା ଦେଉଛ। ୟାଙ୍କୁ ନେଇ ହାଜତରେ ଭର୍ତ୍ତି କର। ନିର୍ଦ୍ଦେଶ ପାଇ ଉପଜିଲ୍ଲାପାଳ ସାର୍ଙ୍କୁ ହାଜତରେ ଭର୍ତ୍ତି କରିଦେଲେ। ଆଉ ରାତି ସାରା ହାଜତରେ ରହିବା ପରେ ପୋଲିସର ସେ ଯେଉଁ ରୂପ ଦେଖିଲେ, ଶୁଣିଲେ ଆପଣଙ୍କର ମୁଣ୍ଡ ଘୁରେଇ ଦେବ। କିଏ ଥିଲେ ସେ ଉପଜିଲ୍ଲାପାଳ? ଆଉ କିଏ ଥିଲେ ସେ ମାଡ଼ ଖାଉଥିବା ଲୋକ? କାହିଁକି ତାଙ୍କୁ ରାତି ଅଧରେ ଥାନା ପଛପଟକୁ ନେଇ ଏତେ ନିଷ୍ଠୁର ଭାବରେ ମାରୁଥିଲେ ପୋଲିସ? ତାଙ୍କ କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ଜାଣିବା ପାଇଁ ସମ୍ପୂର୍ଣ୍ଣ କାହାଣୀ ଦେଖନ୍ତୁ। କାହାଣୀ ଭଲ ଲାଗିଲେ ଲାଇକ୍, ସେୟାର କରିଦେବେ। ଯେଉଁମାନେ କମେଣ୍ଟରେ ପ୍ରଥମରୁ ନିଜର ନାଁ ସହିତ ଜାଗା ନାଁ ଦେବେ, ସେମାନଙ୍କର ନାଁ ପର ଭିଡିଓରେ ଘୋଷଣା ହେବ। ଡ୍ୟୁଟି ଅଫିସରଙ୍କର ନିର୍ଦ୍ଦେଶ ପାଇ ଉପଜିଲ୍ଲାପାଳ ସାର୍ଙ୍କୁ ହାଜତରେ ଭର୍ତ୍ତି କରିଦେଲେ। ତାପରେ ଆରମ୍ଭ ହୋଇଗଲା ସେହି ଲୋକ ପ୍ରତି ପୋଲିସ ବାବୁମାନଙ୍କର ନିର୍ଯାତନା। ଯିଏ ପାରିଲା ତାକୁ ଜୋତାରେ ମାରି ଚାଲିଲେ। ସେ ଲୋକ ଜଣକ ଚିତ୍କାର କରି ଯେତେ ବି ନେହୁରା ହେଉଥିଲା, ବାବୁମାନଙ୍କର ମାଡ଼ କମୁ ନଥିଲା। ପୋଲିସ ବାବୁମାନେ କହୁଥିଲେ କି, ତୁ ଦୋଷ ମାନି ଯା, ତାପରେ ଆମେ ତତେ ଛାଡ଼ିଦେବୁ। ହେଲେ ସେ ଲୋକ କହୁଥିଲେ କି, ବାବୁ, ମୁଁ ଯେଉଁ ଦୋଷ କରିନି ମାନିବି କେମିତି? ମୋତେ ଦୟା କର ବାବୁ, ମୋର 2ଟି ଛୋଟ ଛୋଟ ପିଲା ଭୋକରେ ଥିବେ। ସେମାନେ କେତେବେଳୁ ଖାଇ ନଥିବେ। ତାଙ୍କ ମା ନାହିଁ ବାବୁ। ମୋତେ ଅପେକ୍ଷା କରିଥିବେ କି କେତେବେଳେ ବାପା ଆସିବେ ଆଉ ଆମ ମୁହଁରେ ଆହାର ଦେବେ। ମୋତେ ଟିକେ ଦୟା କରନ୍ତୁ ବାବୁ, ମୋତେ ଘରକୁ ଯିବାକୁ ଦିଅନ୍ତୁ। ନହେଲେ ସେମାନେ ଭୋକ ଉପାସରେ ମରିଯିବେ। ମୋତେ ଛାଡ଼ିଦେଲେ ସେମାନଙ୍କର ଆଉ କେହି ନାହାନ୍ତି। ଏସବୁ ଶୁଣିକି ଉପଜିଲ୍ଲାପାଳଙ୍କର ମନ ଯେମିତି ଅସ୍ଥିର ହୋଇଗଲା। ମନ ଦୁଃଖ ହୋଇଗଲା। ସେ ପୋଲିସ ବାବୁମାନଙ୍କୁ ପାଖକୁ ଡାକିଲେ। କହିଲେ, କାହିଁକି ତାଙ୍କୁ ମାରୁଛ? ଛାଡ଼ି ଦିଅ, ନହେଲେ ତମେମାନେ ହିଁ ଫସିବ। ତମେମାନେ ହଇରାଣ ହେବ। ଶୁଣିକି ପୋଲିସ ବାବୁମାନେ ହସିବାକୁ ଲାଗିଲେ। କହିଲେ, ଚୁପ୍ କର, ନିଜ କଥା ଦେଖ, ନହେଲେ କାଲି ସକାଳୁ ତମ ଅବସ୍ଥା ୟାଙ୍କ ପରି ହେବ। ଦୀର୍ଘ 2 ଘଣ୍ଟାର ଅକଥନୀୟ ନିର୍ଯାତନା ପରେ ଯେମିତି ନୀରବି ଯାଇଥିଲା ସେହି ଲୋକର ସ୍ୱର, ସେମିତି ତଳେ ପଡ଼ି ରହିଥିଲା। ଆଉ ପାଣି ପାଣି ବୋଲି ଧୀର ସ୍ୱରରେ କହୁଥିଲା। କିନ୍ତୁ ପାଣି ମିଳୁନଥିଲା। ବରଂ ନିଷ୍ଠୁର ପୋଲିସ କହୁଥିଲା କି
ଦୋଷ ମାନି ଯା, ତତେ ପାଣି ମିଳିଯିବ। ସେ ଲୋକ ପାଖରେ ବୋଧେ ଆଉ କିଛି ବି ଚାରା ନଥିଲା। ବହୁତ ଧୀର ସ୍ୱରରେ କହିଲେ, ବାବୁ, କାଗଜ ଦିଅ, ଦସ୍ତଖତ କରିଦେବି। ଖୁସିରେ ପୋଲିସ ବାବୁମାନେ କାଗଜ ଓ କଲମ ବଢ଼ାଇ ଦେଲେ। ସେ ଲୋକ ଜଣକ ଦସ୍ତଖତ କରିବା ପରେ ଜଣେ କନେଷ୍ଟବଳ ତାଙ୍କୁ ପାଣି ଦେଲେ ଆଉ ଘୋଷାରି ଘୋଷାରି ଆଣି ହାଜତରେ ପୁରାଇ ଦେଲେ। ଦେହ ସାରା ଥିଲା କ୍ଷତ ଚିହ୍ନ। ଯନ୍ତ୍ରଣାରେ ଯେମିତି ତାଙ୍କ ପାଟିରୁ କଥା ବାହାରୁ ନଥିଲା। ଆଖିରୁ ଅନବରତ ଲୁହ ବାହାରୁଥିଲା। ବୋଧେ ନିଜ ଦେହର ଯନ୍ତ୍ରଣା ଠାରୁ ବେଶୀ ଯନ୍ତ୍ରଣା ଦେଉଥିଲା ତାଙ୍କର ଦୁଇଟା ଛୋଟ ଛୁଆଙ୍କର ଭୋକର ଯନ୍ତ୍ରଣା। ଟିକେ ସମୟ ପରେ ଉପଜିଲ୍ଲାପାଳ ସାର୍ ତାଙ୍କୁ ସବୁ କଥା ପଚାରିଲେ। ଆଉ ସେ ଯାହା କହିଲେ ଶୁଣିକି ଉପଜିଲ୍ଲାପାଳ ସାର୍ ସ୍ତବ୍ଧ ହୋଇଗଲେ। ତାଙ୍କ ମୁଣ୍ଡ ଘୁରିଗଲା। ତାଙ୍କ ନାଁ ଥିଲା କେଶବ ରଣା। କେଶବ ଜଣେ ମିସ୍ତ୍ରୀ ଥିଲେ। ଘର କରିବା ତାଙ୍କର କାମ ଥିଲା। 3 ବର୍ଷର ପୁଅ, 7 ବର୍ଷର ଝିଅ ଓ ସ୍ତ୍ରୀ ଲିପିଙ୍କୁ ନେଇ ତାଙ୍କର ହସ ଖୁସିର ସଂସାର। ମିସ୍ତ୍ରୀ କାମ କରି ତାଙ୍କୁ ଯାହା ମିଳୁଥିଲା ସେଥିରେ ସେମାନେ ଖୁସିରେ ଚଳି ଯାଉଥିଲେ। ତାଙ୍କର ସମ୍ପର୍କୀୟ ବୋଲି ଆଉ କିଏ ନଥିଲେ। ହେଲେ ତାଙ୍କ ଖୁସିକୁ ଯେମିତି କାହାର ନଜର ଲାଗିଗଲା। ସମୟ ଥିଲା 2022 ମସିହା ମେ ମାସ 23 ତାରିଖ। ସ୍ତ୍ରୀ ଛୁଆ ପିଲାଙ୍କୁ ଛାଡ଼ି ସକାଳୁ ସକାଳୁ କେଶବ ବାହାରି ଯାଇଥିଲେ ନିଜ କାମରେ। ସେଦିନ ଗୋଟିଏ 1500 ସ୍କୋୟାର ଫିଟ୍ ଘରର ଛାତ ପଡ଼ିବାର ଥିଲା। ବଡ଼ ଘର ଥିବାରୁ ସେ ଶୀଘ୍ର ବାହାରି ଯାଇଥିଲେ ଆଉ କାମ ବି ଠିକ୍ ସମୟରେ ଆରମ୍ଭ ହୋଇଗଲା। ହେଲେ ଏତେ ବଡ଼ ଘରର ଛାତ ପଡ଼ୁ ପଡ଼ୁ ପ୍ରାୟ ରାତି 1 ବାଜିଗଲା। ଲିପିଙ୍କୁ ଫୋନରେ ଜଣାଇ ଦେଲେ କି ମୋର ଡେରି ହୋଇଯିବ, ତେଣୁ ଖାଇ ପିଇ ଶୋଇପଡ଼। ହେଲେ ସେ ଜାଣିନଥିଲେ କି ସେ ରାତି ହିଁ ସ୍ତ୍ରୀଙ୍କ ସହିତ ଶେଷ ରାତି। ରାତି ହୋଇଯିବାରୁ 2 ପିଲାଙ୍କୁ ଖାଇବାକୁ ଦେଇ ତାଙ୍କ ସ୍ତ୍ରୀ ଶୋଇପଡ଼ିଲେ। ସମୟ ଥିଲା ରାତି 1:30। ହଠାତ୍ ପଛ ପାଖରେ ଶବ୍ଦ ଶୁଭିଲା। ଲିପି ଯାଇ ଦେଖିବା ବେଳକୁ ବାରିପଟ ଝରକା ତାଡ଼ି 2 ଜଣ ମୁଖାପିନ୍ଧା ଲୋକ ଘର ଭିତରକୁ ପଶି ସାରିଥିଲେ। ଚୋରଙ୍କୁ ଦେଖି ଲିପି ପାଟି କରିବା ମାତ୍ରେ ଜଣେ ତାଙ୍କୁ ଧରି ପକେଇ ଛୁରୀ ଦେଖାଇଲେ ଆଉ ପାଟି ଚୁପ୍ କରିବାକୁ କହି ତାଙ୍କ ପାଟିରେ ଗାମୁଛା ବାନ୍ଧିଦେଲେ ଆଉ ହାତକୁ ପଛପଟକୁ ବୁଲାଇ ଦଉଡ଼ିରେ ବାନ୍ଧି ପକେଇଲେ। ଘର ଭିତରକୁ ଯାଇ ସବୁ ଜିନିଷ ଖୋଜିବାକୁ ଲାଗିଲେ। ହେଲେ ଗରିବ କେଶବଙ୍କ ଘରେ ସେମିତି କିଛି ନଥିଲା। ପ୍ରାୟ ଅଧଘଣ୍ଟା ଖାନ୍ ତଲାସି କରିବା ପରେ କିଛି ମିଳିଲାନି। ସେମାନେ ଫେରି ଯାଉଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣକର ଲୋଲୁପ ନଜର ହାତ ଗୋଡ଼ ବନ୍ଧା ଲିପିଙ୍କ ଆଡ଼କୁ ପଡ଼ିଲା। ସେମାନେ ଆସି ଲିପିଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଅଧଘଣ୍ଟା ଧରି ଅତ୍ୟାଚାର ଚାଲିଥିଲା। ହଠାତ୍ ଲିପି ଜଣକର ମୁହଁରୁ ମୁଖା ଭିଡ଼ିଦେଲେ ଆଉ ସେ ଲୋକର ମୁହଁ ଦେଖିଦେଲେ। ସେମାନେ ତୁରନ୍ତ ସେ ଜାଗା ଛାଡ଼ି ପଳାଇବାକୁ ବାହାରିବା ବେଳକୁ ଲିପି ସେମାନଙ୍କ ଭିତରୁ ଜଣକୁ ଭିଡ଼ି ଧରିଲେ ଆଉ ସେ ଚୋର ଜଣକ ଲିପିକୁ ଏତେ ଜୋରରେ ଠେଲିଦେଲା ଯେ ତାଙ୍କ ମୁଣ୍ଡ ଯାଇ ଝରକାର ଭଙ୍ଗା ଲୁହାରେ ଗଳିଗଲା। ମୁଣ୍ଡରୁ ଯେମିତି ପିଚିକାରି ପରି ରକ୍ତ ବାହାରୁଥିଲା। ତଳେ ପଡ଼ି ସେ ଛଟପଟ ହେଉଥିଲେ। 35 ମିନିଟ୍ ପରେ କେଶବ ଆସି ଯେତେବେଳେ ଘରେ ସ୍ତ୍ରୀଙ୍କୁ ଏମିତି ଅବସ୍ଥାରେ ଦେଖିଲେ ତାଙ୍କର ହୋସ୍ ଉଡ଼ିଗଲା। ତୁରନ୍ତ ସେ ଆମ୍ବୁଲାନ୍ସ ଡାକି ଡାକ୍ତରଖାନାକୁ ନେଲେ। ଯିବା ବାଟରେ ଲିପି ସ୍ୱାମୀଙ୍କୁ ଧୀରେ ଧୀରେ ସବୁ କଥା କହିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ପରେ ହିଁ ଲିପିଙ୍କର ପ୍ରାଣବାୟୁ ଉଡ଼ିଗଲା। କେଶବଙ୍କର ଦୁନିଆ ଯେମିତି ଉଜୁଡ଼ିଗଲା। ସ୍ତ୍ରୀଙ୍କର ମୃତ୍ୟୁ ପରେ ସେ ଯେମିତି ପଥର ପାଲଟିଗଲେ। ଏହି ଘଟଣା ଏତେ ବର୍ବରଚିତ ଥିଲା ଯେ ଯିଏ ବି ଶୁଣିଲେ ସ୍ତବ୍ଧ ହୋଇଗଲେ। ରାତି ଅଧରେ ଚୋରି କରିବାକୁ ଆସି ମହିଳାଙ୍କୁ ଦୁଷ୍କର୍ମ। ଡାକ୍ତରଖାନାରେ ଆଖି ବୁଜିଲେ ପୀଡ଼ିତା। ପରଦିନ ସବୁ ଖବରକାଗଜରେ ଏହି ହେଡଲାଇନରେ ଖବର ପ୍ରକାଶିତ ହୋଇଥିଲା। ଖୁବ୍ ହୋ ହଲ୍ଲା ହେଲା। ପୋଲିସର ନିଷ୍କ୍ରିୟତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆଲୋଚନା ହେଲା। ପରଦିନ ହିଁ ପୋଲିସ ଏଫ୍ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଦେଲା। ଦିନ ପରେ ଦିନ ଗଡ଼ିଲା। ହେଲେ ପୋଲିସର ହାତ ଖାଲି ଥିଲା। 6 ମାସ ବିତି ଯାଇଥିଲା। ନା ସେ ଚୋରଙ୍କର ପତା ଲଗାଇ ପାରୁଥିଲା, ନା ସେମାନଙ୍କୁ ଧରି ପାରୁଥିଲା। ଶେଷରେ କୋର୍ଟ ଓ ଉପରିସ୍ଥ ଅଧିକାରୀଙ୍କର କଡ଼ା ତାଗିଦ ପରେ ପୋଲିସର ମୁଣ୍ଡ ଗୋଳମାଳ ହୋଇଗଲା।
ଆଉ ଶେଷରେ ସେମାନେ କେଶବକୁ ଉଠାଇ ନେଲେ ଆଉ କହିଲେ କି ତମେ ହିଁ ତମ ସ୍ତ୍ରୀଙ୍କର ହତ୍ୟାକାରୀ। ଯେଉଁ ଚୋରଙ୍କର କାହାଣୀ ଶୁଣାଉଥିଲ ସେସବୁ ଥିଲା ତମର ମନ ଗଢ଼ା କାହାଣୀ, ତେଣୁ ତମ ଦୋଷ ମାନିଯା। ପୋଲିସର ଏମିତି କଥାରେ କେଶବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହାତ ଯୋଡ଼ି କହିଲେ କି ସାର୍, ମୋ ସ୍ତ୍ରୀ ଛଡ଼ା ମୋର ଆଉ କିଏ ବି ନଥିଲେ। ସେ ହିଁ ଥିଲା ମୋର ସବୁ କିଛି। ତା ଛଡ଼ା ମୋର 2ଟି ଛୋଟ ଛୋଟ ଛୁଆ, ମୁଁ କାହିଁକି ତାକୁ ମାରିବି? ସେ ତ ମୋ ଜୀବନ ଥିଲା, ମୁଁ ତାକୁ ବହୁତ ଭଲ ପାଉଥିଲି। ପୋଲିସକୁ ଯେତେ ବୁଝାଇଲେ ବି ପୋଲିସ ମାନିଲାନି। ପୋଲିସ ଯେମିତି ପଣ କରିସାରିଥିଲା କି ଯେ କେଶବକୁ ଏହି କେସରେ ଫସାଇବ, କାରଣ ପୋଲିସ ଉପରେ ଏହି କେସକୁ ନେଇ ଚାପ ପଡୁଥିଲା। ଆଉ 2 ଦିନ ଯାଏଁ ଯେତେବେଳେ କେଶବ ରାଜି ହେଉନଥିଲେ, ତୃତୀୟ ଦିନ ପୋଲିସ ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲା। ମାଡ଼ ମାରିବା ଆରମ୍ଭ କରିଦେଇଥିଲା। ଯୋଗକୁ ଉପଜିଲ୍ଲାପାଳ ତୃତୀୟ ରାତିରେ କେଶବଙ୍କର ଚିତ୍କାର ଶୁଣିପାରିଥିଲେ। ଆଉ ଉପଜିଲ୍ଲାପାଳ ଥାନାକୁ ଆସି ଏ କଥା ପଚାରିବା ପରେ ତାଙ୍କୁ ବି ହାଜତରେ ପୁରାଇ ଦେଲେ। କେଶବଙ୍କର କରୁଣ କାହାଣୀ ଶୁଣି ଉପଜିଲ୍ଲାପାଳଙ୍କ ଆଖିରୁ ବି ଲୁହ ବାହାରିଗଲା। ସେ ତାଙ୍କୁ ନିଜ ପରିଚୟ ଦେଇ ଆଶ୍ୱାସନା ଦେଲେ। ସକାଳ ହେଲା। ହଠାତ୍ ଥାନା ଆଗରେ ଆସି ଅଟକିଲା ଏସ୍ପିଙ୍କ ଗାଡ଼ି। ଗାଡ଼ି ଭିତରୁ ଏସ୍ପି ବାହାରି ଆସିଲେ। ଏସ୍ପିଙ୍କୁ ଦେଖି ଥାନା ପୋଲିସଙ୍କ ଭିତରେ ଯେମିତି ଭୟ ପଶିଗଲା। ଥାନା ଭିତରକୁ ଯାଇ ଏସ୍ପି ନିଜେ ଉପଜିଲ୍ଲାପାଳଙ୍କୁ କାଢ଼ିଲେ। ରାତି ଡ୍ୟୁଟିରେ ଥିବା ସବୁ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ସସ୍ପେଣ୍ଡ କଲେ। କେଶବଙ୍କ ନାଁରେ ହୋଇଥିବା ସବୁ ମିଛ କେସ୍ରୁ ତାଙ୍କ ନାଁ ହଟାଇଲେ। ଆଉ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ କି 15 ଦିନ ଭିତରେ ଲିପିଙ୍କର ହତ୍ୟାକାରୀଙ୍କୁ ଧରିବା ପାଇଁ। ଉପଜିଲ୍ଲାପାଳ କେଶବକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇଲେ। 5 ଦିନ ଡାକ୍ତରଖାନାରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ କେଶବ। ସେହି 5 ଦିନ ଉପଜିଲ୍ଲାପାଳ କେଶବଙ୍କର 2 ଛୁଆଙ୍କୁ ନେଇ ନିଜ ପାଖରେ ରଖିଥିଲେ। କେଶବ ଡାକ୍ତରଖାନାରୁ ଫେରିବା ପରେ ସିଧା ଉପଜିଲ୍ଲାପାଳଙ୍କର ଘରକୁ ଗଲେ ଆଉ ସିଧା ତାଙ୍କ ଗୋଡ଼ ତଳେ ପଡ଼ିଯାଇ ହାତ ଯୋଡ଼ିଦେଲେ। କହିଲେ, ସାର୍, ଆପଣ ନଥିଲେ ଆଜି ମୋର କ'ଣ ଅବସ୍ଥା ହୋଇଥାନ୍ତା? ମୋ ପିଲାମାନେ ଜି ଥାଉ ଥାଉ ମରି ଯାଇଥାନ୍ତେ। ଆପଣ ମୋ ପାଇଁ ଦେବଦୂତ, ମୋ ଭଗବାନ। ଉପଜିଲ୍ଲାପାଳ ତାଙ୍କୁ ଉଠାଇଲେ। ପାଖ ସିଟ୍ରେ ବସେଇ କହିଲେ କି ଏଇଟା ମୋର କର୍ତ୍ତବ୍ୟ ଥିଲା। ଏବେ ତମେ ଖୁସି ଖୁସି ରୁହ, ଆଉ ତମର କିଏ ବି କିଛି କରିପାରିବେନି। କିଛି ଦିନ ପରେ ଉପଜିଲ୍ଲାପାଳ କେଶବଙ୍କ ପାଇଁ ଛୋଟିଆ ଲୋନ୍ କରାଇଦେଲେ। ସେହି ଲୋନ୍ ନେଇ ଆଜି ଛୋଟ ବ୍ୟବସାୟ କରୁଛନ୍ତି ଆଉ ନିଜ 2 ପିଲାଙ୍କର ଖୁବ୍ ଭଲରେ ଲାଳନ ପାଳନ କରିପାରୁଛନ୍ତି। ତ କାହାଣୀ ଏତିକି ଥିଲା। ଏଥିରେ ଦୋଷ କାହାର? କମେଣ୍ଟରେ ନିଜର ନାଁ ଓ ଜାଗା ନାଁ ସହିତ ଜଣେଇବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିଦେବେ। ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ବି ଅନ୍ କରିଦେବେ। ଏଥର ଟେଲିଗ୍ରାମରେ ବି ସିକ୍ରେଟ ଷ୍ଟୋରିଜର ଚ୍ୟାନେଲ ଖୋଲିଗଲା। ଲିଙ୍କ ଡେସ୍କ୍ରିପସନ ବକ୍ସରେ ରହିଛି। ଦୟାକରି ଆମ ଟେଲିଗ୍ରାମ ଚ୍ୟାନେଲକୁ ବି ଜଏନ୍ କରିନେବେ। ଗତ ଭିଡିଓକୁ ସମ୍ପୂର୍ଣ୍ଣ ଦେଖି ଲାଇକ୍ ସେୟାର ଓ କମେଣ୍ଟ କରିଥିବା ବ୍ୟକ୍ତିମାନେ ହେଲେ କମ୍ଭୁପାଣି ପ୍ରଧାନ, ପଳାଶଗୋରା, ବିଶ୍ୱନାଥ ସ୍ୱାଇଁ, ବିରୁଆ କୁଜୁର, ସୁନ୍ଦରଗଡ଼, ଶୈଳବାଳା, କାକଟପୁର, ମାନସୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ଜଗତସିଂହପୁର, ତନିଷା ତନୟା, ଭୁବନେଶ୍ୱର, ଲକ୍ଷ୍ମୀଧର ସାମନ୍ତରାୟ, ନିରାକାରପୁର, ଦୀପକ ନହାତ, ଗଞ୍ଜାମ, ପ୍ରଭାତ ନଳିନୀ ମିଶ୍ର, ଆନନ୍ଦପୁର, ଅଳକା ନାୟକ, ଜିଲୁ, ଫତେଗଡ଼, ପୂର୍ଣ୍ଣଚନ୍ଦ୍ର ସାହୁ, ଢେଙ୍କାନାଳ, ଚନ୍ଦ୍ରଶେଖର ଦାସ ଓ ପଦ୍ମଳୟ ଦାସ, ପୁରୀ, ପଣ୍ଡିତ ଚକ୍ରଧର, ନିମାପଡ଼ା, ତୃପ୍ତି ସ୍ୱାଇଁ, ନୀଳଗିରି, ସନ୍ତୋଷ କୁମାର ସାହୁ, ବରଗଡ଼, ରାଧାକୃଷ୍ଣ, ହାଇଦ୍ରାବାଦ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।